ମହାଶିବରାତ୍ରିରେ କ'ଣ କ'ଣ ସବୁ କରିବାକୁ ପଡ଼ିଲା ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ ଜାଣିବେ। ସକାଳେ ଆଜି ଉଠୁ ଉଠୁ ଟିକେ ବିଳମ୍ବ ହୋଇଯାଇଥିଲା। ପ୍ରଥମେ ରୋଷେଇ ଘରେ ବାସନ ସବୁକୁ ସଫା କରିବା ପରେ କିଚେନକୁ ଭଲ ଭାବେ କ୍ଲିନ୍ କରିଥିଲି। ପରେ ବ୍ରସ୍ କରିଥିଲି। ଆଜି ଯେହେତୁ ମୋର ଉପବାସ ଥିଲା ତେଣୁ ରେଗୁଲାର ଇଣ୍ଟରଭାଲରେ ପାଣି ପିଇଥିଲି। ପରେ ଗାଧୋଇ ସାରି ଠାକୁରଙ୍କ ପୂଜାରେ ଲାଗି ପଡ଼ିଲି। ବହୁତ ଦିନ ପରେ ଆଜି ନନା ବେଶ ଧାରଣ କରି ବାହାରିଥିଲି ପାଖରେ ଥିବା ଏକ ମନ୍ଦିରକୁ। ଲାଇନରେ କିଛି ସମୟ ଛିଡ଼ା ହେବା ପରେ ମହାଦେବଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଥିଲା। ମନ୍ଦିର ବେଢ଼ାରେ କିଛି ସମୟ ପରିକ୍ରମା କରିବା ପରେ ମନ ମୋର ଶାନ୍ତିରେ ଭରି ଯାଇଥିଲା। ମନ୍ଦିର ପ୍ରାଙ୍ଗଣରେ ଥିବା ଏହି ପୁଷ୍ପୋଦ୍ୟାନଟି ମୋତେ ବିମୋହିତ କରିଥିଲା। ମନ୍ଦିରରେ କିଛି ସମୟ ଅତିବାହିତ କରି ରୁମ୍କୁ ଫେରିଥିଲି। ଆଜିର ଅନଲାଇନ୍ କ୍ଲାସ୍ରେ ଦଶମ ଶ୍ରେଣୀର ପିଲାମାନଙ୍କୁ ଲାଇଫ୍ ସାଇନ୍ସର ପ୍ରତ୍ୟେକ ଚାପ୍ଟରରୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ କହିବା ସହ ସେମାନଙ୍କର ଡାଉଟ୍ କ୍ଲିୟର କରିଥିଲି। କିଛି ସମୟ ବିଶ୍ରାମ ନେବା ପରେ ସନ୍ଧ୍ୟାରେ ଠାକୁରଙ୍କ ପାଖରେ ଦୀପ ଜାଳିଥିଲି। ପରିଶେଷରେ ଇଣ୍ଡିଆ ପାକିସ୍ତାନର ମ୍ୟାଚ୍ ଦେଖି ରାତି 9ଟା ହେବା ପୂର୍ବରୁ ଶୋଇପଡ଼ିଥିଲି। ବ୍ଲଗ୍ଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ରହିଲି, ଗୁଡ୍ ବାଏ।